ମଣିପୁର ଜଙ୍ଗଲରେ ରାମୁ ଓ ଗୋରି କଦଳୀ ବଗିଚା କରିଥାନ୍ତି। ସେହି କଦଳୀ ବଗିଚାରେ ବହୁତ ମାତ୍ରାରେ କଦଳୀ ଫଳିଥାଏ। ସେହି କଦଳୀ କିଏ ସେ ଚୋରି କରି ନେଇଯିବ ବୋଲି ରାମୁ ଓ ଗୋରି ଗୋଟେ ଗଛ ଉପରେ ଘର କରି ତାଙ୍କ କଦଳୀ ବାଡ଼ିକୁ ଜଗି ରହିଥାନ୍ତି। ରାମୁ, ମତେ ବହୁତ ଜୋର ଭୋକ ଲାଗିଲାଣି। ଗଲ ଗଲ, ତମେ ଯାଇକି ଘରୁ କିଛି ଖାଇବା ମୋ ପାଇଁ ନେଇକି ଆସିବ। ହଁ ଲୋ ଗୋରି, ମତେ ବି ବହୁତ ଜୋର ଭୋକ ଲାଗିଲାଣି। ମୁଁ ଯାଉଛି ଘରୁ କିଛି ଖାଇବା ନେଇ ଆସିବି। ଆମେ ଦୁଇ ଜଣ ମିଶିକି ଖାଇବା। ରାମୁ କାଉ ଯିବା ପରେ ରାନୁ ଚଢ଼େଇ ତା ପାଖକୁ ଆସିଲା। ଦିଦି, ମତେ ଗୋଟେ କାନ୍ଦି କଦଳୀ ଦିଅ। ମୁଁ ମୋ ଘରକୁ ନେଇକି ଯିବି। ମୋ ଝିଅ ଖାଇବ ବୋଲି କହୁଛି ତ। ରାନୁ ଚଢ଼େଇ, ତୁ କଦଳୀ ନବୁ ନାଇଁ? ହଁ ହଁ, ଏଇଠି ତୁ ବସେ। ରାମୁ କାଉ ଯାଇଛନ୍ତି ତ ଖାଦ୍ୟ ଆଣିବାକୁ। ସେ ଆସିଲେ କଦଳୀ ଗୁଡାକ ହିସାବ କରିକି ଗଣିବେ, ଆଉ କେତେ ପଇସା ପଡିବ ତତେ କହିବେ ହେଲା। ହେଲେ ଗୋରି ଦିଦି, ତମକୁ କଣ ହିସାବ ଆସୁନି? ନାଇଁ ଲୋ ରାନୁ ଚଢ଼େଇ, ମୁଁ ତ ପାଠ ସାଠ ପଢିନି, ମତେ ସେଥିପାଇଁ ହିସାବ ଆସୁନି ଆଉ। ତୁ କାଇଁ ଏତେ ବ୍ୟସ୍ତ ହଉଛୁ ଯେ? ତୁ ଏଇଠି ବସୁନୁ, ରାମୁ ଆସିଲେ ତତେ କଦଳୀ ଦେବେନି? ଓହୋ, ଏମିତି କଥା ନାଇଁ। ହଉ ହଉ, ମୁଁ ଏଇଠି ଅପେକ୍ଷା କରିଛି, ରାମୁ ଭାଇ ଆସନ୍ତୁ। କିଛି ସମୟ ପରେ ରାମୁ କାଉ ଆସିଲା। ଗୋରି, ଏଇ ନିଅ ଖାଦ୍ୟ ଖାଇଦିଅ। ଆଉ ତମେ ଖାଇବନି କି? ଆରେ ମୁଁ ଘରେ ଖାଦ୍ୟ ଖାଇକି ଆସିଛି, ତୁମେ ଖାଅ। ରାମୁ, ତୁମେ ଗୋଟେ କାମ କର। ସେ ରାନୁ ଚଢ଼େଇ କଣ କହୁଥିଲା ଗୋଟେ କଦଳୀ କାନ୍ଦି ନବ ବୋଲି, ତାକୁ ହିସାବ କରିକି ଗଣିକି ତାଠାରୁ ପଇସା ରଖ, ଆଉ ତାକୁ ଗୋଟେ କଦଳୀ କାନ୍ଦି ଦେଇଦିଅ। ହଉ ଗୋରି, ହଉ ହଉ। ରାନୁ, ତୁ ପା କଦଳୀ ନବୁ, ମୋ ସାଙ୍ଗରେ ଆସେ। ରାମୁ କାଉ ଓ ରାନୁ ଚଢ଼େଇ କଦଳୀ ବଗିଚା ଭିତରକୁ ଗଲେ। ରାମୁ କାଉ ରାନୁ ଚଢ଼େଇକୁ କଦଳୀ କାନ୍ଦି ଦେଲା, ପଇସା କହିଲା। ରାନୁ ଚଢ଼େଇ ମଧ୍ୟ ପଇସା ଦେଲା, କଦଳୀ କାନ୍ଦି ଧରି ଘରକୁ ଗଲା। ରାମୁ, ରାନୁ ଚଢ଼େଇକୁ କଦଳୀ କାନ୍ଦି ଦେଲ କି? ଆରେ ହଁ ହଁ, ଦେଇଛି। ଆଉ ପଇସା ଦେଲା କି ସିଏ? ହଁ, ଦେଇଛି ବା। ହେଲେ ରାମୁ, ଆମର ତ ସବୁ ଗଛରେ କଦଳୀ ଗୁଡାକ ପାଚିଗଲାଣି। ଆମକୁ ଏବେ ଏଠି ଜଗିକି ରହିବାକୁ ପଡିବ, ନହେଲେ କୋଉ ଚୋର ଆସିକି ଆମ କଦଳୀ କାନ୍ଦି ଚୋରି କରିକି ନେଇଯିବ। ହଁ ହଁ ଗୋରି, ତମେ ଠିକ କହିଛ। ଆଜି ରାତିରେ ଆମ କଦଳୀ ବଗିଚାକୁ ଆମେ ଆସି ଜଗିବା। ଏମିତିରେ ରାତି ହୋଇଗଲା। ଗୋରି ଓ ରାମୁ ତାଙ୍କ କଦଳୀ ବାଡ଼ିକୁ ଜଗି ରହିଥାନ୍ତି। କିନ୍ତୁ ଏପଟେ ଚିଲମାନେ ରାମୁ ଓ ଗୋରିଙ୍କର କଦଳୀ ବାଡ଼ିରେ ନଜର ରଖିଥାନ୍ତି। କେତେବେଳେ ରାମୁ ଓ ଗୋରି ଶୋଇବେ, ଆଉ ସେ ତାଙ୍କ କଦଳୀ କାନ୍ଦି ଚୋରି କରି ନେବେ। ଆରେ ହେ, ଏ ରାମୁ କରି ତ ଜମା ବି ଶୋଉନାହାନ୍ତି। ଆମେ ତାଙ୍କ କଦଳୀ ବାଡ଼ିରୁ କଦଳୀ କେମିତି ଚୋରାଇବା ଯେ? ଆମେ ଆଉ ଟିକେ ଅପେକ୍ଷା କରିଦେବା। ସେମାନେ ଶୋଇଲେ ଆମେ ଯାଇ କଦଳୀ ଚୋରାଇବା ଆଉ। ଆରେ, ତୁ ଠିକ କହୁଛୁ ସାଙ୍ଗ। ହେଲେ ସେମାନେ ଯଦି ଆମକୁ ଧରି ନେବେ? ହେଲେ ମୁଁ ଗୋଟେ ଆଇଡିଆ ଭାବିଛି। ଆମେ ଭୂତ ମୁଖା ପିନ୍ଧି ତାଙ୍କ କଦଳୀ ବାଡ଼ିରୁ କଦଳୀ ଚୋରାଇବା, ଆଉ ସେମାନେ ଆମକୁ ସନ୍ଦେହ କରିବେନି। ଚିଲ ଦୁଇ ଜଣ ଭୂତ ମୁଖା ପିନ୍ଧି କଦଳୀ ବାଡ଼ିକୁ ଉଡ଼ି ଉଡ଼ି ଗଲେ କଦଳୀ ଚୋରିବା ପାଇଁ। ଗୋରିର ନଜର ପଡ଼ିଲା ସେ ଚିଲ ଦୁଇ ଜଣଙ୍କ ଉପରେ। ସେ ଦେଖିଲା କିଏ ଆସିଛନ୍ତି କଦଳୀ ଚୋରି କରିବାକୁ ବୋଲି। ରାମୁ କାଉକୁ ଡାକିଲା, ହେଲେ ରାମୁ କାଉ ତ ଶୋଇ ପଡ଼ିଥିଲା, ସେ ଜମା ବି ଉଠିଲା ନାହିଁ। ଗୋରି ସେଠାରୁ କଦଳୀ ବାଡ଼ି ଭିତରକୁ ଗଲା, ଆଉ ସେ ଭୂତ ମୁଖା ପିନ୍ଧିଥିବା ଚିଲଙ୍କୁ ଦେଖି ସେଠାରୁ ଡରି ଆସିଲା ହାରି, ଆଉ ରାମୁ କାଉକୁ ନେଇ ସେଠାରୁ ଘରକୁ ଆସିଲା ହାରି। ଆଲୋ ଗୋରି, ମୁଁ ତ ଏତେ ଭଲ ନିଦରେ ଶୋଇଥିଲି, ତୁ କଣ ପାଇଁ ମତେ ଉଠେଇକି ଆଣିଲୁ କହିଲୁ? ତମକୁ ତ ଖାଲି ନିଦ ଲାଗୁଛି ଆଉ। ମୁଁ କାଲି ଏକୁଟିଆ କଦଳୀ ବାଡ଼ି ଜଗିଥିଲି, ସେ ଭୂତ ଆମ କଦଳୀ ବାଡ଼ି ଭିତରେ ପଶିଥିଲା କଦଳୀ ଖାଇବାକୁ। ଆଲୋ ଗୋରି, ତୁ କଣ ପାଗଳ ହେଇଯାଇଛୁ? ଭୂତ କଣ କେତେବେଳେ କଦଳୀ ଖାଏ ଯେ ତୁ ମତେ କହୁଛୁ ଭୂତ କଦଳୀ ଖାଇବ ବୋଲି? ହେ, ତମକୁ ତ ମୋ କଥା ସବୁବେଳେ ଥଟ୍ଟା ଲାଗୁଛି ଆଉ। ତମେ ମୋ କଥାକୁ ବିଶ୍ୱାସ କରୁନ ନା? ହଉ ହଉ ଗୋରି, ତୁ ଏତେ ଆଉ ରାଗେନା। ଆଲୋ ଗୋରି, ଯଦି ସେମାନେ ଭୂତ ନ ହେଇ ଚୋର ହେଇଥିବେ, ତାହେଲେ ତ ଆମ କଦଳୀ କାନ୍ଦି ସବୁ ଚୋରି କରି ନେଇ ଯାଇଥିବେ। ଚାଲେ ଚାଲେ ବେକିର, ଚାଲେ ଆମେ ଯାଇ ଦେଖିବା। ରାମୁ ଓ ଗୋରି କଦଳୀ ବାଡ଼ିକୁ ଗଲେ, ଦେଖିଲେ ତାଙ୍କ କଦଳୀ କିଛି ଚୋରି ହୋଇଯାଇଛି। ଆଲୋ ଗୋରିଲୋ, ସତରେ ଆମ କଦଳୀ କିଏ ଚୋରି କରି ନେଇ ଯାଇଚିଲୋ। ତୁ ଠିକ କଥା କହୁଥିଲୁ, ଆମ କଦଳୀ ବାଡ଼ିରେ କିଏ ପଶିକି ଚୋରି କରି ଦେଇଛି। ତମେ ତମ କଥାକୁ କେତେବେଳେ ବି ବିଶ୍ୱାସ କଲନି। ଦେଖିଲ, ଆମ କଦଳୀ ଚୋରି ହେଇଯାଇଛି ନା? ହଉ ହଉ ରାମୁ, ତମେ କିଛି ଆଉ ମନ ଦୁଃଖ କରନି। ସେ ଚୋର ଯେମିତି କେମିତି ହଉ ଧରା ନିଶ୍ଚୟ ପଡ଼ିବ। ସେ କାଲି କଦଳୀ ଚୋରେଇକି ନେଇଛି ମାନେ ସେ କଦଳୀ ଚୋରେଇବାକୁ ନିଶ୍ଚୟ ଆଜି ଆସିବ। ଆମେ ସେତିକି ବେଳେ ତାକୁ ଯାଇ ଧରିବା ଆଉ।
ରାତି ହେଲା। ରାମୁ ଓ ଗୋରି କଦଳୀ ବାଡିକୁ ଜଗି ରହିଥାନ୍ତି। ଚିଲମାନେ ପୁଣି ଭୂତ ମୁଖା ପିନ୍ଧି ଆସିଲେ କଦଳୀ ଚୋରି କରିବାକୁ। ରାମୁ ଓ ଗୋରି ତାଙ୍କୁ ଦେଖିଦେଲେ ଆଉ ତାକୁ ବାଡେଇ କଦଳୀ ବାଡିରୁ ବାହାର କରିଦେଲେ।